Hello everyone, this is Samir Suna and you are watching my YouTube channel. Now we'll discuss about the one of the most important topic, condition for the successful working of democracy. ଗଣତନ୍ତ୍ରର ସଫଳ କାର୍ଯ୍ୟକାରିତା ନିମନ୍ତେ ସର୍ତ୍ତ ବୋଲି ଆଜି ଆମେ ସେ ବିଷୟରେ ଆଲୋଚନା କରିବା. Before we discuss about in this topic, please everyone subscribe to my channel, like, comment and share in this video. ଯଦି ଆମେ କହିବା ଭାରତ ଏକ ଗଣତନ୍ତ୍ର ରାଷ୍ଟ୍ର ଏବଂ ଗଣତନ୍ତ୍ରକୁ ସମ୍ପୂର୍ଣ୍ଣ ରୂପେ ସଫଳତା କରିବାକୁ ହେଲେ ନିହାତି ଭାବରେ ତା'ର କିଛି ମୁଖ୍ୟ ଉଦ୍ଦେଶ୍ୟ ବା ମୁଖ୍ୟ ଲକ୍ଷ୍ୟକୁ ଆପଣେଇବାକୁ ପଡ଼ିବ. ଏବେ ବର୍ତ୍ତମାନ ସେହି ମୁଖ୍ୟ ଉଦ୍ଦେଶ୍ୟ ଗୁଡ଼ିକ ଆଲୋଚନା କରିବା. କ'ଣ କଲେ ଗଣତନ୍ତ୍ର ଭାରତରେ ସକ୍ସେସ୍ ହୋଇପାରିବ. ଗଣତନ୍ତ୍ର ସଫଳତା କାର୍ଯ୍ୟକାରିତା ନିମନ୍ତେ କେତେକ ସର୍ତ୍ତ କରିବା ସହିତ ନିହାତି ଭାବରେ ଅପରିହାର୍ଯ୍ୟ. ନିହାତି ଭାବରେ କିଛି ସର୍ତ୍ତ ରହିଛି, ସେଗୁଡ଼ିକ ଆମେ ମାନି ଚଳିଲେ ବା ସେଗୁଡ଼ିକ ଆମେ ଲାଗୁ କଲେ ନିହାତି ଭାବେ ଗଣତନ୍ତ୍ର ଆମେ ସଫଳତା ପାଇବା. ସେଗୁଡ଼ିକ ନିମ୍ନରେ ଆଲୋଚନା କରାଗଲା. ବର୍ତ୍ତମାନ ଦେଖିବା ସାର୍ବଜନୀନ ଓ ସୁସ୍ଥ ଶିକ୍ଷା ବ୍ୟବସ୍ଥା, ୟୁନିଭର୍ସିଆଲ ସାଉଣ୍ଡ ଆଣ୍ଡ ଏଜୁକେସନ୍ ସିଷ୍ଟମ୍. ଯଦି ଆମେ ଦେଖିବା ଗଣତନ୍ତ୍ର ସଫଳତା ନିମନ୍ତେ ବ୍ୟାପକ ଲୋକ ଶିକ୍ଷାର ଆବଶ୍ୟକତା ରହିଛି. ଯଦି ଦେଖିବା ଗଣତନ୍ତ୍ର ସଫଳତାକୁ ଆମେ ଯଦି ଆପଣେଇବା ତ ନିହାତି ଭାବରେ ବ୍ୟାପକ ଶିକ୍ଷା ଲୋକମାନଙ୍କୁ ଦିଆଯିବାର ଦରକାର. ଶିକ୍ଷା ବ୍ୟବସ୍ଥା ସାର୍ବଜନୀନ ଅର୍ଥାତ୍ ସମସ୍ତଙ୍କର ପାଇଁ ପ୍ରଯୁଜ୍ୟ ହେବା ଉଚିତ. ଯଦି କହିବା ଏହି ଶିକ୍ଷା ଗ୍ରହଣ କରିବା ପାଇଁ ଏମିତି ବହୁତ କମ୍ ମୂଲ୍ୟ ହେବା କଥା ଯାହାକୁ ଲୋକମାନେ ଏଫୋର୍ଡେବୁଲ୍ ମାଧ୍ୟମରେ ଗ୍ରହଣ କରିପାରିବେ ଏବଂ ସମସ୍ତେ ଶିକ୍ଷା ଅର୍ଜନ କରିବାର ଦରକାର. ଏହା ମୁକ୍ତ, ଉଦାରବାଦୀ, ଯୁକ୍ତିଯୁକ୍ତ, ଉନ୍ନତ ଓ ସୁସ୍ଥ ହେବାର ଆବଶ୍ୟକ. ଯଦି କହିବା ଏସବୁ କ'ଣ ମୁକ୍ତ ହେବାର କଥା, ନିହାତି ଭାବରେ ମୁକ୍ତାକାଶ ଭାବରେ ରହିବା, ଉଦାରବାଦୀ, ଯୁକ୍ତିଯୁକ୍ତ, ଏକ ଉନ୍ନତ ମୂଳର ଶିକ୍ଷା ବା ସ୍ୱାସ୍ଥ୍ୟ ଆବଶ୍ୟକ ହେବା ଦରକାର. ଯେହେତୁ ଗଣତନ୍ତ୍ର ଜନସମ୍ପୃକ୍ତି ଆବଶ୍ୟକ କରେ, ସେହେତୁ ଶାସନର ବିଭିନ୍ନ ଦିଗ ଉପରେ ଜନସାଧାରଣଙ୍କର ଯଥେଷ୍ଟ ସାଧାରଣ ବା ଧାରଣା ଦେବାର ଉଚିତ. ନିହାତି ଭାବରେ ଜନସାଧାରଣଙ୍କର ଉପରେ ଗଣତନ୍ତ୍ର, ଯେହେତୁ ଗଣତନ୍ତ୍ର ଲୋକମାନଙ୍କୁ ନେଇ ଗଠିତ ବା ଲୋକମାନଙ୍କ ଦ୍ୱାରା ଗଠିତ, ତେଣୁ ଲୋକମାନଙ୍କର ଦିଗରେ କିପରି ଉନ୍ନତି ହେବା ସେ ବିଷୟରେ ଆମେ ଯଥେଷ୍ଟ ଚେଷ୍ଟା ବା ଧାରଣା ଦେବା ଉଚିତ. ଶିକ୍ଷା ବିନା ଏସବୁ ସମ୍ଭବ ନୁହେଁ. ତେଣୁ କହିବା ଯଦି ୱିଦାଉଟ୍ ଏଜୁକେସନରେ ଆମେ ସେଇଟା କ'ଣ ସମ୍ଭବ କରିପାରିବା ନାହିଁ. ଅଳ୍ପ କେତେକ ଲୋକ ଶିକ୍ଷିତ ହେଲେ ମଧ୍ୟ ଏହା ସଫଳ ହେବ ନାହିଁ. ଯଦି କହିବା କିଛି ଲୋକ ଯଦି ପରସେଣ୍ଟେଜ ହିସାବରେ ଦେଖିବା, କିଛି ଲୋକ ଯଦି ଶିକ୍ଷା ଦ୍ୱାରା ଶିକ୍ଷିତ ହୋଇଗଲେ ତ ତାହେଲେ ବି ସଫଳ ହୋଇପାରିବ ନାହିଁ. ଶିକ୍ଷା ଜ୍ଞାନ ଓ ସୂଚନା ପ୍ରଦାନ କରେ, ବିଚାର ଶକ୍ତି ଓ ପ୍ରଯୁକ୍ତିବାଦୀ ଚେତନା ଜାଗ୍ରତ କରେ ଏବଂ ମଣିଷକୁ ସଂକୀର୍ଣ୍ଣତାରୁ ଉତ୍ତୀର୍ଣ୍ଣ କରି ଉଦାର ଓ ମହତ୍ କରାଏ. ଯଦି ଦେଖିବା ଜ୍ଞାନ ନିହାତି ଭାବରେ ଦରକାର ଏବଂ ଆମ ସେଇ ଜ୍ଞାନ ଦ୍ୱାରା ଆମେ ସବୁ ପ୍ରକାରର ଇନଫର୍ମେସନ୍ ପାଇଥାଉ. ଆମର ଭିତରେ କ'ଣ ଜାଗ୍ରତ ସୃଷ୍ଟି ହୋଇଥାଏ ମଣିଷକୁ, ତେଣୁ ନିହାତି ଭାବରେ ଶିକ୍ଷିତ କରାଇବା ଦରକାର. ଏହା ହିଁ ସଫଳ ଗଣତନ୍ତ୍ର. ଯଦି କହିବା ଏହା ହିଁ ସଫଳ ଗଣତନ୍ତ୍ର ଚାବିକାଠି ବୋଲି କହିପାରିବା. ଆମେ ଯଦି କହିବା ୱିଦାଉଟ୍ ଏଜୁକେସନରେ ଗଣତନ୍ତ୍ର ସଫଳ ହେବ ନାହିଁ. ତେଣୁ ଆମେ ସମସ୍ତଙ୍କୁ ଶିକ୍ଷିତ କରାଇବା, ଜାଗ୍ରତ କରିବା ଏବଂ ଯୁକ୍ତିଯୁକ୍ତ ଜ୍ଞାନ ମାଧ୍ୟମରେ ଆମେ ସୂଚନା ପ୍ରଦାନ କରିବା. ତେଣୁ ହିଁ ଗଣତନ୍ତ୍ର ସଫଳ ହୋଇପାରିବ. ଶିକ୍ଷାର ନାମରେ କୌଣସି ବାଧ୍ୟତାମୂଳକ ସିଦ୍ଧାନ୍ତ ବା ନୀତିକୁ ଲଦି ଦିଆଯିବା ଅନୁଚିତ. ଯଦି କହିବା ଶିକ୍ଷା ଦ୍ୱାରା କୌଣସି ଏକ ପ୍ରକାରର ନୀତିକୁ କାହା ଦ୍ୱାରା ଲଦି ଦିଆଯିବ ନାହିଁ ସେହି ନୀତିକୁ. ସେକେଣ୍ଡ ପଏଣ୍ଟ ଦେଖିବା ଉଚ୍ଚ ନୈତିକ ଚରିତ୍ର, ହାଇ ମୋରାଲ କ୍ୟାରେକ୍ଟର. ଯଦି ଦେଖିବା ତାପରେ ଯାଇକି ଆମେ ଗଣତନ୍ତ୍ରକୁ ସଫଳତା କରିପାରିବା. ଗଣତନ୍ତ୍ର ସଫଳତା ନିମନ୍ତେ ଜନସାଧାରଣ ଉଚ୍ଚ ନୈତିକ ଚରିତ୍ର ହେବା ଆବଶ୍ୟକ. ନିହାତି ଭାବରେ ଗଣତନ୍ତ୍ର ସରକାରରେ ବା ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ଲୋକମାନଙ୍କର ନୈତିକ ନିହାତି ଭାବରେ ଉଚ୍ଚ ରହିବା ଦରକାର. ସେମାନେ ଆଦର୍ଶବାଦୀ, ସଚ୍ଚୋଟ ଓ ନୀତିନିଷ୍ଠ, କଷ୍ଟ ସହିଷ୍ଣୁ ଓ କର୍ତ୍ତବ୍ୟ ପରାୟଣ ହେବା ଜରୁରୀ. ନିହାତି ଭାବରେ ଯଦି କହିବା ଗଣତନ୍ତ୍ରରେ ଆଦର୍ଶବାଦୀ ହେବା ନିହାତି ଦରକାର. ମୁଖ୍ୟ ହେଉଛି ସଚ୍ଚୋଟ, ଅନେଷ୍ଟି ନିହାତି ଭାବରେ ତା ଭିତରେ ଥିବାର କଥା. ନୀତିନିଷ୍ଠ ରୁଲ୍ ଏବଂ ରେଗୁଲେସନକୁ ନେଇକି ସେ ଚଳିବା ଦରକାର. କଷ୍ଟ ସହିଷ୍ଣୁ ଓ କର୍ତ୍ତବ୍ୟ ପରାୟଣ ମଧ୍ୟ ଜରୁରୀ ଅଟେ. ସେମାନେ ରାଷ୍ଟ୍ରର ସୁଖ ଦୁଃଖରେ ଭାଗିଦାରୀ ହେବା ସାଙ୍ଗେ ସାଙ୍ଗେ ଜରୁରୀ ଓ ସ୍ୱତନ୍ତ୍ର ପରିସ୍ଥିତି ରାଷ୍ଟ୍ର ପାଇଁ ବିଶେଷ ଅବଦାନ କିପରି
ପ୍ରାଣ ବଳି ଦେବା ପାଇଁ ପ୍ରସ୍ତୁତି ଆବଶ୍ୟକ ରହିବା ଦରକାର। ଯଦି ଆମେ ଦେଖିବା ରାଷ୍ଟ୍ର ପାଇଁ ନିଜର ନିହାତି ଭାବରେ ସୁଖ ଏବଂ ଦୁଃଖ ସହିତ ରାଷ୍ଟ୍ର ସହିତ ସାଙ୍ଗେ ସାଙ୍ଗେ ଜରୁରୀ ବା ସ୍ୱତନ୍ତ୍ର କୌଣସି ପ୍ରକାର ଅସୁବିଧା ହେଲେ ରାଷ୍ଟ୍ର ପାଇଁ ବଳିଦାନ ଦେବା ନିହାତି ଭାବରେ ପ୍ରସ୍ତୁତ ରହିବା ଦରକାର। କୌଣସି ନୈତିକ ଓ ତ୍ରୁଟିପୂର୍ଣ୍ଣ କାର୍ଯ୍ୟକୁ ସେମାନେ ବିରୋଧ କରିବା ଉଚିତ। ନିହାତି ଭାବରେ ଜନସାଧାରଣ ଯଦି କୌଣସି ପ୍ରକାର ସରକାର ଦ୍ୱାରା ଭୁଲ କାର୍ଯ୍ୟ ଚାଲିଅଛି ତ ତାକୁ ତ୍ରୁଟିପୂର୍ଣ୍ଣ ଭାବରେ କାର୍ଯ୍ୟକୁ ବିରୋଧ କରିବା ଉଚିତ। ଜନସାଧାରଣଙ୍କର ଅପେକ୍ଷା ଜନପ୍ରତିନିଧିମାନେ ଅଧିକ ଉଜ୍ଜ୍ୱଳ ଚରିତ୍ର ପ୍ରଦର୍ଶନ କରିବା ଦରକାର। ଯଦି କହିବା ଜନସାଧାରଣଙ୍କର ଦ୍ୱାରା ଯେଉଁ ନିର୍ବାଚିତ ହେଉଛନ୍ତି ପ୍ରତିନିଧିମାନେ ସେମାନେ ନିହାତି ଭାବରେ ସଚ୍ଚୋଟ ଇମାନଦାରୀ ତାଙ୍କର ମଧ୍ୟରେ ନିହାତି ଭାବରେ ଥିବାର କଥା। ଅନେଷ୍ଟି ନିହାତି ଭାବରେ ରହିବା ଦରକାର। ସେମାନଙ୍କର ତାହା ପରିଷ୍କାର ଓ ହୃଦୟ ନିର୍ମଳ ନହେଲେ ଗଣତନ୍ତ୍ର ସଫଳ ହେବ ନାହିଁ। ଯଦି କହିବା ଆମର ଯେଉଁ ପ୍ରତିନିଧିମାନେ ତାଙ୍କର ନିହାତି ଭାବରେ ହାର୍ଟଟା ନିହାତି ଭାବରେ ନିର୍ମଳ ବା କ୍ଲିନ୍ ହାର୍ଟ ଥିବା ନିହାତି ଦରକାର। ପରିଷ୍କାର ହୃଦୟ ନିର୍ମଳ ନହେଲେ ଗଣତନ୍ତ୍ର ସଫଳ ହୋଇପାରିବ ନାହିଁ। ସେମାନଙ୍କର ଯଥୋଚିତ ଆଚରଣ ଓ ନ୍ୟାୟପୂର୍ଣ୍ଣ କାର୍ଯ୍ୟ ଏ ଦିଗରେ ସଫଳତା ଆଣିବ। ନିହାତି ଭାବରେ ସେମାନେ ଏମିତି କାର୍ଯ୍ୟ କରିବା କଥା ଯାହା ଲୋକମାନଙ୍କର ମଙ୍ଗଳ ଏବଂ ରାଷ୍ଟ୍ରର ମଙ୍ଗଳ ପାଇଁ କାର୍ଯ୍ୟ କରିବାର ନିହାତି ଦରକାର। 3 ନମ୍ବର ପଏଣ୍ଟ ଦେଖିବା ଗଣତନ୍ତ୍ରକୁ ଆମେ ଯଦି ସଫଳତା କରିବାକୁ ହେଲେ ନିହାତି ଭାବରେ ଆମେ ଫ୍ରି ମାସ୍ ମିଡ଼ିଆ ମୁକ୍ତ ଗଣମାଧ୍ୟମ ନିହାତି ଭାବରେ ଆମ ପାଇଁ ଦରକାର। ସମ୍ବାଦପତ୍ର, ରେଡ଼ିଓ, ଟେଲିଭିଜନ, ସିନେମା, ପତ୍ରିକା, ଇଣ୍ଟରନେଟ୍ ପରିଚାଳନା, ସାମାଜିକ ଗଣମାଧ୍ୟମ ଆଦିକୁ ମିଳିତ ଭାବେ ଗଣମାଧ୍ୟମକୁ ନିହାତି ଭାବରେ କାରଣ ଏଗୁଡ଼ିକ ଖୁବ୍ କମ୍ ସମୟ ମଧ୍ୟରେ ବ୍ୟାପକ ଅଞ୍ଚଳ ଜନଜାଗରଣଙ୍କ ନିକଟରେ ସମ୍ବାଦ, ସୂଚନା, ତଥ୍ୟ ଓ ମତ ଆଦି ପହଞ୍ଚାଇ ପାରନ୍ତି। ଯଦି ଆମେ ଦେଖିବା ମୁକ୍ତ ଗଣମାଧ୍ୟମ ଯଦି ଗଣତନ୍ତ୍ରରେ ନାହିଁ ତାହେଲେ ଲୋକମାନେ ଜାଗୃତି ମଧ୍ୟ ହୋଇପାରିବେ ନାହିଁ। ଆମ ପକ୍ଷରେ ନିହାତି ଭାବରେ ସମ୍ବାଦପତ୍ର, ରେଡ଼ିଓ, ଟେଲିଭିଜନ ଏ ମାଧ୍ୟମରେ ଆମେ ଲୋକମାନଙ୍କର ପାଖକୁ ଅନେକ ପ୍ରକାର ସୂଚନା ଏବଂ ଅନେକ ପ୍ରକାର ଖୁବ୍ କମ୍ ସମୟରେ ଆମେ ତାଙ୍କୁ ଜାଗରଣ ମଧ୍ୟ କରିପାରିବା। ମୁଖ୍ୟତଃ ସମ୍ବାଦପତ୍ର ଏ ଦିଗରେ ଅଗ୍ରଣୀ ଭୂମିକା ନିଏ। ନିହାତି ଭାବରେ କହିବା ଯଦି ସମ୍ବାଦପତ୍ରକୁ ଦେଖିବା ଏ ଦିଗରେ ଲୋକମାନଙ୍କୁ ଆୱାରନେସ୍ କରିବା ଦିଗରେ ତା'ର ମୁଖ୍ୟ ଭୂମିକା ରହିଛି। ଗଣମାଧ୍ୟମ ଜନମତକୁ ସଂଗଠିତ କରିବା ଓ ପ୍ରଭାବିତ କରିବାର ଏକ ପ୍ରମୁଖ ମାଧ୍ୟମ। ନିହାତି ଭାବରେ ଯଦି କହିବା ଆମେ କ'ଣ ଗଣମାଧ୍ୟମ ଜନମତକୁ ସଂଗଠିତ କରିବାର ଗୋଟେ ନିହାତି ମୁଖ୍ୟ ସୋର୍ସ ବୋଲି ଆମେ କହିପାରିବା। ଏହା ସ୍ୱାଧୀନ, ନିରପେକ୍ଷ ଓ ପ୍ରଗତିଶୀଳ ହେଲେ ଗଣତନ୍ତ୍ର ସଫଳ ହୋଇପାରିବ। ନିହାତି ଭାବରେ ଯଦି କହିପାରିବା ମିଡ଼ିଆ ଯେତେ ସ୍ୱାଧୀନତା ଭାବରେ ରହିବ କୌଣସି ପାର୍ଟିର ପ୍ରେସରରେ କୌଣସି ସରକାରର ପ୍ରେସରରେ ନ ଆସି ନିଜର ନିରପେକ୍ଷ ଓ ପ୍ରଗତିଶୀଳ କାର୍ଯ୍ୟ ସେ କରିବ ସେତେ ଗଣତନ୍ତ୍ର ଆମର ସଫଳ ହୋଇପାରିବ। ଏହା ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ବୋଲି କୁହାଯାଇପାରିବେ। ଯଦି ଆମେ କହିବା ଚତୁର୍ଥ ସ୍ତମ୍ଭ ଯଦି କହିବା ଆମେ ନେଇପାରିବା ମିଡ଼ିଆକୁ। ତେଣୁ ଏ ହେଉଛି ଜାଗୃତି ପ୍ରହରୀ ବୋଲି କହିପାରିବା। ସେଥିପାଇଁ ସମ୍ବାଦ ବା ପ୍ରେସ୍କୁ ଗଣମାଧ୍ୟମର ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଏ। ନିହାତି ଭାବେ ଯେଉଁ 4ଟି ପିଲର ଅଛି ସେଇଥିପାଇଁ ଗଣତନ୍ତ୍ର ବା ଆମର ଗଣତନ୍ତ୍ରରେ ସମ୍ବାଦପତ୍ର ବା ପ୍ରେସ୍କୁ ନିହାତି ଭାବରେ ଚତୁର୍ଥ ସ୍ତମ୍ଭ ବୋଲିକି ମଧ୍ୟ ଆଖ୍ୟା ଦିଆଯାଇଅଛି। ନେକ୍ସଟ ପଏଣ୍ଟ ଦେଖିବା କ'ଣ ଅଛି କ୍ଷମତାର ବିକେନ୍ଦ୍ରୀକରଣ ଡିସେଣ୍ଟ୍ରାଲାଇଜେସନ୍ ଅଫ୍ ପାୱାର ଯଦି ଆମେ ନଥିବ ଗଣତନ୍ତ୍ରରେ ତାହେଲେ ଗଣତନ୍ତ୍ର ସଫଳତା ହୋଇପାରିବ ନାହିଁ। ରାଷ୍ଟ୍ରର କ୍ଷମତା ଗୋଟାଏ କେନ୍ଦ୍ରରେ କେନ୍ଦ୍ରୀଭୂତ ହେଲେ ତାହା ଗଣତନ୍ତ୍ର ପାଇଁ ବିପଦ ରହିଥାଏ। ଯଦି କହିବା କ'ଣ ଗୋଟାଏ କ୍ଷମତା ଗଣତନ୍ତ୍ରରେ କେନ୍ଦ୍ରୀଭୂତ ହୋଇ ଗୋଟାଏ ରାଷ୍ଟ୍ରରେ ରହିଲେ ନିହାତି ଭାବରେ ଲୋକମାନଙ୍କ ପାଇଁ ସେଇଟା ଗଣତନ୍ତ୍ର ପାଇଁ ଗୋଟେ ବିପତ୍ତି। କାରଣ କେନ୍ଦ୍ରୀଭୂତ କ୍ଷମତା ଭ୍ରଷ୍ଟାଚାର ଓ ସ୍ୱୈରାଚାର ନିମନ୍ତେ ପଥ ମୁକ୍ତ କରେ। ନିହାତି ଭାବରେ ଦେଖିବା ସେଇଟା କ'ଣ ଭ୍ରଷ୍ଟାଚାର ଏବଂ ସ୍ୱୈରାଚାର ନିମନ୍ତେ ସେ ପଥ ପ୍ରଦର୍ଶନ ମଧ୍ୟ କରିଥାଏ। ତେଣୁ କ୍ଷମତାର ବିଭାଜନ ଘଟାଇବା ବିଭିନ୍ନ ସ୍ତରରେ ଏହାର ବିତରଣ ଆବଶ୍ୟକ। ନିହାତି ଭାବରେ କ୍ଷମତାକୁ ବିକେନ୍ଦ୍ରୀକରଣ ନିହାତି ଭାବରେ କରିବା ଦରକାର ଯେଉଁଟାକି ଡିସେଣ୍ଟ୍ରାଲାଇଜେସନ୍ କୁହାଯାଇଛି। ଯେନ୍ତା ଆମେ କହିପାରିବା କେନ୍ଦ୍ର ସରକାର, ରାଜ୍ୟ ସରକାରରୁ ଆମେ ଆସିଛୁ କ'ଣ ପଞ୍ଚାୟତ ସିଷ୍ଟମ୍ ଏମିତି କ'ଣ ରହିବା ଦରକାର। ନିହାତି ଭାବେ ଡିଷ୍ଟ୍ରିବ୍ୟୁସନ୍ ହେଇକିରି ରହିବା କଥା ପାୱାରଟି। ତାପରେ ନେକ୍ସଟ ପଏଣ୍ଟ ଆମେ ଦେଖିବା କ'ଣ ସୁସଂଗଠିତ ଦଳୀୟ ବ୍ୟବସ୍ଥା ୱେଲ୍ ଅର୍ଗାନାଇଜ୍ ପାର୍ଟି ସିଷ୍ଟମ୍ ନିହାତି ଭାବରେ ରହିବା ଦରକାର। ଏକ ଉନ୍ନତ ଓ ସୁସଂଗଠିତ ଦଳୀୟ ବ୍ୟବସ୍ଥା ଏକ ସଫଳତା ଗଣତନ୍ତ୍ର ନିମନ୍ତେ ଅପରିହାର୍ଯ୍ୟ।
ନିହାତି ଭାବରେ ଦେଖିବା ଯଦି ଯେତେ ଭଲ ମାନେ ୱେଲ୍ ଅର୍ଗାନାଇଜ୍ ପାର୍ଟି ହେଇଥିବ ତାହେଲେ ସେହି ଦେଶରେ ସେତେ ଗଣତନ୍ତ୍ର ମଜବୁତ ଏବଂ ଗଣତନ୍ତ୍ର ସଫଳତା ହେଇଥିବ। ବିଶେଷ କରି ଦ୍ୱିଦଳୀୟ ବ୍ୟବସ୍ଥା ନିମନ୍ତେ ଅଧିକ ଉପଯୋଗୀ ହୋଇଥାଏ। ନିହାତି ଭାବରେ ଯଦି କହିପାରିବା ଦ୍ୱିଦଳୀୟ ବ୍ୟବସ୍ଥା ଗଣତନ୍ତ୍ରର ଏକ ମୁଖ୍ୟ ସଫଳତାର ରାସ୍ତା ବୋଲି ଆମେ କହିପାରିବା। ଯେଉଁ ଦେଶରେ ଦ୍ୱିଦଳୀୟ ବ୍ୟବସ୍ଥା ଅଛି ସେ ଦେଶରେ ସେତେ ଉନ୍ନତ ମାନର ଗଣତନ୍ତ୍ର ଶାସନ ପ୍ରଚଳିତ ହୋଇଅଛି। ରାଜନୈତିକ ଦଳଗୁଡ଼ିକ ସଂକୀର୍ଣ୍ଣ ରାଜନୈତିକ ବା ଆଞ୍ଚଳିକ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ରାଜନୈତିକ ସଂସ୍କୃତି ସହ ନିଜକୁ ସାମିଲ କରାଇବା ଆବଶ୍ୟକ। ନିହାତି ଭାବରେ ଯଦି ଦେଖିବା ପ୍ରତ୍ୟେକ ରାଜନୈତିକ ଦଳ କ'ଣ ତାଙ୍କ ରାଜନୈତିକ ସଂକୀର୍ଣ୍ଣ ଆଞ୍ଚଳିକ ସ୍ୱାର୍ଥକୁ ନ ଦେଖି ରାଷ୍ଟ୍ରର ସ୍ୱାର୍ଥକୁ ଏବଂ ଜନସାଧାରଣଙ୍କର ମଙ୍ଗଳ ପାଇଁ ନିହାତି ଭାବରେ କାର୍ଯ୍ୟ କରିବା ଦରକାର। ସେମାନେ ଜାତୀୟ ଗୌରବ ଓ ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ସମ୍ବିଧାନ ଆଇନ ଓ ପରମ୍ପରା ଅନୁସାରେ କାର୍ଯ୍ୟ କଲେ ଏବଂ ଅନୈତିକ ବ୍ୟାପାରକୁ ପ୍ରୟାସ ନଦେଲେ ଗଣତନ୍ତ୍ର ସଫଳ ହୋଇପାରିବ। ଯଦି କହିବା କ'ଣ ସେମାନେ ଜାତୀୟ ଗୌରବ ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ସମ୍ବିଧାନ ଅନୁଯାୟୀ କାର୍ଯ୍ୟ କରିବା ଦରକାର। ଆଇନ ପରମ୍ପରା ଅନୁସାରେ କାର୍ଯ୍ୟ କଲେ ନୈତିକ ବ୍ୟାପାରକୁ ପ୍ରଶ୍ରୟ ନଦେଲେ ଯଦି କହିବା ଅନ୍ୟାୟ ଅତ୍ୟାଚାରକୁ ପ୍ରଶ୍ରୟ ନ ଦେଇ ଗଣତନ୍ତ୍ର ନିହାତି ଭାବରେ ସଫଳତା ହେବ। ଯଦି ଆମେ ଅନ୍ୟାୟ ଅତ୍ୟାଚାରକୁ ଯଦି ଆମେ ପ୍ରଶ୍ରୟ ଦେବା ଗଣତନ୍ତ୍ର ସରକାରରେ ତାହେଲେ ଗଣତନ୍ତ୍ର ସରକାର ସଫଳ ହୋଇପାରିବ ନାହିଁ। ବିରୋଧୀ ଦଳ ଦ୍ୱାରା ସରକାର ସମାଲୋଚନା ଗଠନମୂଳକ ଆବଶ୍ୟକ। ନିହାତି ଭାବରେ ବିରୋଧୀ ଦଳ ଦ୍ୱାରା ସରକାରର ଭୁଲ କାମକୁ ନିହାତି ଭାବରେ ଦଳ ନିନ୍ଦା କରିବା ଦରକାର, ଦୃଢ଼ ବିରୋଧୀ ମଧ୍ୟ କରିବା ଦରକାର ଏବଂ ସମାଲୋଚନା ମଧ୍ୟ କରିବା ଦରକାର। ଏହା ଦୃଢ଼ ଓ ଦାୟିତ୍ୱ ସମ୍ପନ୍ନ ହେବା ଜରୁରୀ। ନିହାତି ଭାବରେ ସରକାର କ'ଣ ସେହି ପାର୍ଟି ଯେଉଁ ପାର୍ଟି ବି ଅଛି ସେ ନିହାତି ଭାବରେ ଦୃଢ଼ ଓ ଦାୟିତ୍ୱ ସମ୍ପନ୍ନ ଲୋକମାନଙ୍କର କାମ କରିବା ଦରକାର, ରାଷ୍ଟ୍ରର କାମ କରିବା ଦରକାର ନିହାତି ଭାବରେ ପଡ଼ିଥାଏ। ତାପରେ ଦେଖିବା ଫଣ୍ଡାମେଣ୍ଟାଲ ରାଇଟ୍ସ ଯାହାକୁ ଆମେ ମୌଳିକ ଅଧିକାର କହିପାରିବା। ସାଧାରଣ ଅଧିକାର ଅପେକ୍ଷା ମୌଳିକ ଅଧିକାର ଗୁଡ଼ିକ ସ୍ୱତନ୍ତ୍ର ଗୁରୁତ୍ୱ ଥାଏ। ନିହାତି ଭାବରେ କହିପାରିବା ମଣିଷର ସାଧାରଣ ଅଧିକାର ଅପେକ୍ଷା ମୌଳିକ ଅଧିକାର ନିହାତି ଭାବରେ ଉପଭୋଗ କରିବା କଥା, କାରଣ ଏଗୁଡ଼ିକ ସ୍ୱତନ୍ତ୍ର ରୂପେ ସମ୍ବିଧାନରେ ସ୍ଥାନିତ ହୋଇଛନ୍ତି ଓ ସମ୍ବିଧାନର ସୁରକ୍ଷା ଲାଭ କରନ୍ତି। ନିହାତି ଭାବରେ କ'ଣ ଯେଉଁ ଆମ ସମ୍ବିଧାନରେ ଦିଆଯାଇଅଛି ଫଣ୍ଡାମେଣ୍ଟାଲ ରାଇଟ୍ ସେଇଟା ଲୋକମାନଙ୍କୁ ବା ସମ୍ବିଧାନରେ ଉଲ୍ଲେଖ କରାଯାଇଅଛି ଯାହା ଜନସାଧାରଣ ବା ନାଗରିକମାନଙ୍କର ପାଇଁ ଉଦ୍ଦିଷ୍ଟ ଏବଂ ସୁରକ୍ଷା ଲାଭ ଦିଅନ୍ତି। ସମ୍ବିଧାନ ସଂଶୋଧନ ବିନା ସେଗୁଡ଼ିକ ପରିବର୍ତ୍ତନ ସମ୍ଭବ ନୁହେଁ। ନିହାତି ଭାବରେ ସମ୍ବିଧାନ ସଂଶୋଧନ ହେଲେ ଯାଇ ସେଗୁଡ଼ିକ ପରିବର୍ତ୍ତନ ହେବ। ମୌଳିକ ଅଧିକାର ଗୁଡ଼ିକ ନାଗରିକଙ୍କୁ କେତେକ ସୁବିଧା ସୁଯୋଗ ପ୍ରଦାନ କରନ୍ତି ଯାଦ୍ୱାରା ସେମାନେ ଗଣତନ୍ତ୍ର ସଫଳ ଦିଗରେ କାର୍ଯ୍ୟ କରିପାରିବେ। ନିହାତି ଭାବରେ ମୌଳିକ ଅଧିକାର ରହିବା ଦରକାର। ମୌଳିକ ଅଧିକାର ନିହାତି ଭାବରେ କ'ଣ ନାଗରିକମାନଙ୍କୁ ସୁବିଧା ସୁଯୋଗ ପ୍ରଦାନ କରିଥାଏ ଯାଦ୍ୱାରା ଗଣତନ୍ତ୍ର ସଫଳତା ଦିଗରେ କାର୍ଯ୍ୟ କରିବାର ସମ୍ଭବପର ହୋଇଥାଏ। ଅଧିକାର ଗୁଡ଼ିକ ଗଣତନ୍ତ୍ରର ସର୍ତ୍ତ ପୂରଣ କରନ୍ତି। ନିହାତି ଭାବରେ ଗଣତନ୍ତ୍ରର ସର୍ତ୍ତ ପୂରଣ କରିଥାନ୍ତି, କିନ୍ତୁ ମୌଳିକ ଅଧିକାର ଗୁଡ଼ିକ ତାହାର ସଫଳତା ଦିଗରେ ସହାୟତା ହୋଇଥାଏ। ନିହାତି ଭାବରେ ଯଦି ଦେଖିବା ଗଣତନ୍ତ୍ରରେ ମୌଳିକ ଅଧିକାର ଗୁଡ଼ିକ ତାହାର କ'ଣ ସଫଳତା ଦିଗରେ ସହାୟକ ହୋଇଥାନ୍ତି। ବର୍ତ୍ତମାନ ଦେଖିବା ସ୍ୱାଧୀନ ଓ ନିରପେକ୍ଷ ନ୍ୟାୟାଳୟ ଇଣ୍ଡିପେଣ୍ଡେଣ୍ଟ ଆଣ୍ଡ ଇମ୍ପାର୍ଟିଆଲ ଜୁଡ଼ିସିଆରୀ ନିହାତି ଭାବରେ ରହିବା କଥା ଗଣତନ୍ତ୍ର ସଫଳତା ପାଇଁ। ଗଣତନ୍ତ୍ର ଆଇନର ଶାସନ ଚାଲେ। ନିହାତି ଭାବରେ ଗଣତନ୍ତ୍ରରେ ସମ୍ବିଧାନର ଶାସନ ଚାଲିଥାଏ। ସେଠାରେ ନ୍ୟାୟପାଳିକା ଗୁରୁତ୍ୱ ଥାଏ। ନିହାତି ଭାବରେ ଯଦି ଦେଖିବା ଏ ଜାଗାରେ କ'ଣ କୋର୍ଟଟା ବା ନ୍ୟାୟପାଳିକା ନିହାତି ଭାବରେ ଏଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ନ୍ୟାୟପାଳିକା ସ୍ୱାଧୀନ ଓ ନିରପେକ୍ଷ ନହେଲେ ନ୍ୟାୟ ପ୍ରକ୍ରିୟା ଭୁଷୁଡ଼ି ପଡ଼ିବ ଏବଂ ଆଇନର ଶାସନ ବାସ୍ତବରେ ସଫଳତା ହେବ ନାହିଁ। ନିହାତି ଭାବରେ ଯଦି ନ୍ୟାୟପାଳିକା ନିଜର ସ୍ୱାଧୀନ ଓ ନିରପେକ୍ଷ ନ ରହିବ ନ୍ୟାୟ ପ୍ରକ୍ରିୟା ନିହାତି ଭାବରେ ଭୁଷୁଡ଼ି ପଡ଼ିବ। ଆଇନର ଶାସନ ବାସ୍ତବରେ ସଫଳ ହେବ ନାହିଁ। ଯାହା କୁହାଯାଉଛି ସମ୍ବିଧାନର ଶାସନ ସଫଳ ହେବ ନାହିଁ। ଏହାଦ୍ୱାରା ବ୍ୟକ୍ତି ସ୍ୱାଧୀନ ଓ ଅଧିକାର ବ୍ୟତୀତ ହେବ। ନିହାତି ଭାବରେ ଏହାଦ୍ୱାରା ବ୍ୟକ୍ତିର ସ୍ୱାଧୀନତା ଓ ଅଧିକାର ବ୍ୟାହତ ନିହାତି ଭାବରେ ହ୍ୟାମ୍ପର ହେବ। ରାଜନୈତିକ କ୍ଷମତା ଅବାଧ ଓ ପ୍ରତିବନ୍ଧକହୀନ ଭାବେ ବ୍ୟବହୃତ ହେବା ଅନୁଚିତ। ନିହାତି ଭାବରେ ରାଜନୈତିକ କ୍ଷମତା ଅବାଧ୍ୟ ଓ ପ୍ରତିବନ୍ଧକହୀନ ବ୍ୟବହୃତ ହେବା। ନିଜ ମନ ଇଚ୍ଛା କ'ଣ କୌଣସି ବ୍ୟକ୍ତିକୁ ଆମେ କୌଣସି ପ୍ରକାରର ଲାଲଚା ଦେଇ ଡାକିପାରିବା ନାହିଁ। ନିଜ ସେ ମନ ଇଚ୍ଛାରୁ
ଆସିବ, ନିଜ ହୃଦୟରୁ ସେ ଆସିବା ଦରକାର। ବିଚାରପତିମାନଙ୍କର ନିମନ୍ତେ ଉଚ୍ଚ ଯୋଗ୍ୟତା, ଉଚ୍ଚ ଦରମା ଓ ସୁବିଧା ସୁଯୋଗ, ଚାକିରି, ନିରାପତ୍ତା ସହିତ କ୍ଷମତାର ପୃଥକୀକରଣ ଓ ନ୍ୟାୟପାଳିକାର ସ୍ୱତନ୍ତ୍ର ଓ ନିରାପତ୍ତା ରକ୍ଷା ନିହାତି ଭାବରେ କରାଯିବା ଦରକାର। ଯଦି ଆମେ ଦେଖିବା ଗଣତନ୍ତ୍ର ସଫଳତା କରିବା ପାଇଁ ବିଚାରପତିମାନଙ୍କର ନିମନ୍ତେ ଉପଯୁକ୍ତ ଯୋଗ୍ୟତା ତାଙ୍କର ପାଖେ ନିହାତି ରହିବାର କଥା, ତାର ଦରମା ଓ ରହିବା ପାଇଁ ସୁବିଧା ସୁଯୋଗ ନିହାତି ଭାବରେ, ଚାକିରିର ନିରାପତ୍ତା, କୌଣସି ପ୍ରକାର ପ୍ରେସର ନ ହେବା କଥା ବିଚାରପତିମାନଙ୍କୁ, ଏବଂ ପୃଥକୀକରଣ ଦ୍ୱାରା ନ୍ୟାୟପାଳିକାର ସ୍ୱାଧୀନତା ଓ ନିରପେକ୍ଷ ରକ୍ଷା ନିହାତି ଭାବରେ ସେ କରିପାରିବେ। ତାପରେ ଦେଖିବା ଅର୍ଥନୈତିକ ସମାନତା। ଯଦି ଆମେ କହିବା କ'ଣ, ଇକୋନୋମିକ୍ସ ଇକ୍ୱାଲିଟି ନିହାତି ଭାବରେ ରହିବା ଦରକାର। ଯେଉଁ ସମାଜରେ ଧନୀ ଓ ନିର୍ଦ୍ଧନୀ ମଧ୍ୟରେ ଯଥେଷ୍ଟ ତାରତମ୍ୟ ରହିଅଛି ସେଠାରେ ଗଣତନ୍ତ୍ର ସଫଳ ହୋଇପାରିବ ନାହିଁ। ନିହାତି ଭାବରେ ଆମେ କହିପାରିବା ଯଦି ଅତ୍ୟଧିକ ଗରିବ ଲୋକ ଅଛନ୍ତି ଏବଂ ଅତ୍ୟଧିକ ଧନୀ ଲୋକ ଅଛନ୍ତି ସେଠାରେ କ'ଣ କୌଣସି ପ୍ରକାରର ଗଣତନ୍ତ୍ର ସଫଳତା ହୋଇପାରିବ ନାହିଁ। କାରଣ ଗଣତନ୍ତ୍ର ସମାନତା ନୀତି ଠାରେ କାର୍ଯ୍ୟ କରି ହୋଇପାରେ ନାହିଁ। ନିହାତି ଭାବରେ ସେଠାରେ କ'ଣ ଗଣତନ୍ତ୍ର ସମାନତା ନୀତି ସେଠାରେ କାର୍ଯ୍ୟ କରି ହୋଇପାରେ। ଗଣତନ୍ତ୍ରର କୌଣସି ଗୋଟେ ରୁଲ୍ସ ବା ରେଗୁଲେସନ୍ ଆସିଲା, କୌଣସି ଗୋଟେ ବିଲ୍ ଆସିଲା, ସେଇଟା କାର୍ଯ୍ୟକାରୀ ଠିକ୍ ହିସାବରେ ହୋଇପାରେ ନାହିଁ। ତେଣୁ ଧନୀ ଓ ଦରିଦ୍ର ଲୋକଙ୍କର ମଧ୍ୟରେ ଦୂରତା ହ୍ରାସ କରି ଅର୍ଥନୈତିକ ଦୃଷ୍ଟିରୁ ଏକ ଆପତଃ ସୁଷମ ସମାଜ ଗଠନ କରିବାର ଆବଶ୍ୟକ, ଯେଉଁଠାରେ ଅର୍ଥନୈତିକ କୋଷଣ କିମ୍ବା ଶୋଷଣ ନଥିବ ଏବଂ ସବୁ ବର୍ଗର ସବୁ ଅଞ୍ଚଳର ଲୋକମାନେ ଜାତୀୟ ବିକାଶ ସଫଳ ଉପଲବ୍ଧି କରିବା ଉଚିତ ବୋଲି କୁହାଯାଇଛି। ନିହାତି ଭାବରେ ଗଣତନ୍ତ୍ରରେ ଏମିତି ଏକ ସମାଜ ଗଠନ କରିବା ଦରକାର ଯାହାଦ୍ୱାରା ସେଠାରେ ସମସ୍ତ ଧନୀ ଲୋକ, ଗରିବ ଲୋକ ଏବଂ ସବୁ ବର୍ଗର ଲୋକ ସେଠାରେ କ'ଣ ବିକାଶ ଓ ଜାତୀୟ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବା ଉପଲବ୍ଧି ହେବା ନିହାତି ଦରକାର, ଯାହାଦ୍ୱାରା ସମ୍ଭାବ୍ୟ ବିଦ୍ରୋହ ଓ ସାମାଜିକ ବିପ୍ଳବ ଏଡ଼ାଇ ଦିଆଯାଇପାରିବ। ନିହାତି ଭାବରେ ଯଦି ସମସ୍ତେ ଗୋଟାଏ ମନୋନୀତ ହେଇ ଚଳିବେ ବା ଗୋଟାଏ ମନରେ ଚଳିବେ, ଗୋଟାଏ ରାସ୍ତାରେ ଚଳିବେ, ତାହେଲେ ସେ ଜାଗାରେ କ'ଣ ବିପ୍ଳବ ହେଇପାରିବ ନାହିଁ ଏବଂ ସୁସମାଜ ଗଠନ ନିହାତି ଭାବରେ ହେବ। ବର୍ତ୍ତମାନ ଦେଖିବା କ'ଣ ଆଗ୍ରହୀ ଓ ସଚେତନତା ଜନତା। ନିହାତି ଭାବରେ କହିପାରିବା ଇଣ୍ଟରେଷ୍ଟ ଏଣ୍ଡ ଦ କନସିୟସ୍ ପବ୍ଲିକ୍ ଆମକୁ ନିହାତି ଦରକାର, ଯାହାକୁ ଆମେ କହିପାରିବା ଆଗ୍ରହୀ ଓ ସଚେତନ ଜନତା ବୋଲି। ଜନସାଧାରଣ ସରକାରୀ ଅଥବା ରାଜନୈତିକ ବ୍ୟାପାରରେ ଆଗ୍ରହ ପ୍ରକାଶ କଲେ ଓ ସଦାସର୍ବଦା ସଚେତନତା ରହିଲେ ତାହା ଗଣତନ୍ତ୍ର ନିମନ୍ତେ ଶୁଭଙ୍କର ହୁଏ। ନିହାତି ଭାବରେ ଯଦି କହିବା ଜନସାଧାରଣ ଏଠାରେ ରାଜନୈତିକ ବ୍ୟାପାରରେ ଆଗ୍ରହ ନିହାତି ଭାବରେ ପ୍ରକାଶ କରିବେ, ରାଜନୀତି ପ୍ରତି ନିହାତି ଲୋକମାନଙ୍କର ଆଗ୍ରହ ପ୍ରକାଶ ରହେ, ସର୍ବଦା ସଚେତନା ରହିଲେ ତାହା ଗଣତନ୍ତ୍ର ନିମନ୍ତେ ଶୁଭଙ୍କର ହୋଇଥାଏ। ନିହାତି ଭାବରେ ଯଦି କହିବା ଯେଉଁ ଦେଶରେ ଯେତେ ନାଗରିକ ସଚେତନତା ସେତେ ଗଣତନ୍ତ୍ର ସଫଳତା ହୋଇପାରେ। ସେମାନଙ୍କର ଗଣତାନ୍ତ୍ରିକ ମନୋବୃତ୍ତି ରହିବାର ଆବଶ୍ୟକ। ନିହାତି ଭାବରେ ସେମାନେ ଗଣତନ୍ତ୍ର ପ୍ରତି ତାଙ୍କର ମାନସିକତା ବା ମନୋବୃତ୍ତି ରହିବାର ଆବଶ୍ୟକ। ସହଯୋଗ, ସହିଷ୍ଣୁତା, ଭାତୃତ୍ୱ ଭାବ, ତ୍ୟାଗ, ଦାୟିତ୍ୱ ଓ କର୍ତ୍ତବ୍ୟବୋଧ ସାଙ୍ଗକୁ ଅନ୍ୟାୟ, ଅନୀତି ଓ ଦୁର୍ନୀତି ବିରୋଧ କରିବା ମଧ୍ୟ ସେମାନଙ୍କର ଆଶା କରାଯାଏ। ନିହାତି ଭାବରେ ଗୋଟାଏ ସଠିକ୍ ଗଣତନ୍ତ୍ର ରାଷ୍ଟ୍ରରେ ସହଯୋଗ, ସହିଷ୍ଣୁତା, ଭାତୃତ୍ୱ ଭାବ, ତ୍ୟାଗ, ଦାୟିତ୍ୱ ଓ କର୍ତ୍ତବ୍ୟବୋଧ ନିହାତି ରହିବା ଦରକାର ନାଗରିକମାନଙ୍କର ମଧ୍ୟରେ ଏବଂ ତା ସାଙ୍ଗକୁ ଅନ୍ୟାୟ, ଅନୀତି ଓ ଦୁର୍ନୀତି ବିରୋଧ କରିବା ମଧ୍ୟ ନାଗରିକମାନଙ୍କ ନିହାତି ଭାବରେ ଦାୟିତ୍ୱ। ଜନସାଧାରଣଙ୍କର ମନୋବୃତ୍ତି ଓ କାର୍ଯ୍ୟକଳାପ ଉପରେ ଗଣତନ୍ତ୍ର ସଫଳତା ନିର୍ଭର କରେ। ନିହାତି ଭାବରେ ଯଦି କହିବା ଗଣତନ୍ତ୍ର ନିହାତି ଭାବରେ ଜନସାଧାରଣଙ୍କର ମନୋବୃତ୍ତି ନିହାତି ରହିବା ଦରକାର, ତେଣୁ ମନୋବୃତ୍ତି ହେଲେ ଗଣତନ୍ତ୍ର ସଫଳତା ଉପରେ ନିହାତି ନିର୍ଭର କରିଥାଏ ଆମେ କହିପାରିବା। ବର୍ତ୍ତମାନ ଦେଖିବା ଉନ୍ନତ ପରମ୍ପରା, ଡେଭଲପମେଣ୍ଟ ଟ୍ରାଡିସନ୍ ନିହାତି ଭାବରେ ଥିବା। କେବଳ ଗଣତନ୍ତ୍ର କେବଳ ସମ୍ବିଧାନ, ଆଇନ, ନିର୍ବାଚନ ଭଳି ଅନୁଷ୍ଠାନ ଦ୍ୱାରା ସଫଳ ହୋଇପାରିବ ନାହିଁ। ସେଥିପାଇଁ ଉନ୍ନତ ସାମାଜିକ ନିହାତି ଭାବରେ ଯଦି କହିପାରିବା କେବଳ ଗଣତନ୍ତ୍ର ଶାସନରେ ଆଇନ ବା ସମ୍ବିଧାନ ବଳରେ ବା ନିର୍ବାଚନରେ ସଫଳତା ହୋଇପାରିବ ନାହିଁ ଗଣତନ୍ତ୍ର। ସେଥିପାଇଁ ଉନ୍ନତ ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ପରମ୍ପରା ବିଶେଷ ଭାବେ ସହାୟକ ହୋଇଥାଏ। ନିହାତି ଭାବରେ ଆମ ଭିତରେ କୋଅପରେସନ୍ ରହିବା କଥା, ଯାହାଦ୍ୱାରା ଏକ ସୁସମାଜ ଗଠନ କରିପାରିବା। ରାଜନୈତିକ ଓ ସାଂସ୍କୃତିକ ପରମ୍ପରା ଆମ ପାଖରେ ଟ୍ରାଡିସନ୍ ରହିବା ଦରକାର। ଇଂଲଣ୍ଡ ଓ ଆମେରିକା ଉନ୍ନତ ପାରମ୍ପରିକ ମାନ
ଦେଖିବାକୁ ମିଳେ। ଯଦି କହିପାରିବା ଆମେ ଉଦାହରଣ ନେବା ଇଂଲଣ୍ଡ ଏବଂ ଆମେରିକାରେ ଏହି ପ୍ରକାର ଉନ୍ନତ ମାନର ପରମ୍ପରା ନିହାତି ଭାବରେ ରହିଥାଏ। ସେଠାରେ ଗଣତନ୍ତ୍ର ବିଶେଷ ସଫଳତା ହୋଇପାରିଛି। ନିହାତି ଭାବରେ ସେଠାରେ କ'ଣ ଗଣତନ୍ତ୍ର ବିଶେଷ ଭାବରେ ସଫଳତା ହୋଇପାରିଛି। ପରମ୍ପରା ହେଉଛି ଅଲିଖିତ ଆଇନ ଯାଦ୍ୱାରା ସମ୍ବିଧାନ କିମ୍ବା ବୈଧାନିକ ସ୍ଥିତି ନଥିଲେ ବି ତାହାକୁ ସମସ୍ତେ ମାନି ଚଲନ୍ତି। ଯଦି ଦେଖିବା ପରମ୍ପରା କ'ଣ ଏକ ଅଲିଖିତ ଆଇନ ବୋଲି ଆମେ ମନେ କରିଥାଉ, ଯାଦ୍ୱାରା ଆମେ କ'ଣ ସମସ୍ତେ ମାନିବାକୁ ବାଧ୍ୟ ହୋଇଥାନ୍ତୁ। ସମ୍ବିଧାନରେ କୌଣସି ପ୍ରକାର ପର୍ବପର୍ବାଣୀ ବିଷୟରେ ଲେଖାଯାଇ ନାହିଁ, ଯାହା ବି ଆମେ କ'ଣ ସମସ୍ତେ ସମ୍ମାନ ଦେଇ ସେ ପର୍ବପର୍ବାଣୀକୁ ମାନିଥାନ୍ତୁ, ସେହି ପ୍ରକାର ଆମେ ନିହାତି ଭାବରେ ମାନି ରହିବା ଦରକାର। ପରମ୍ପରା ପାରସ୍ପରିକ ବିଶ୍ୱାସ ଓ ଭରସାର ଆଦାନ ପ୍ରଦାନ ସହାୟକ ହୁଏ। ନିହାତି ଭାବରେ ଯଦି କହିପାରିବା କ'ଣ ପରମ୍ପରା ପରସ୍ପର ମଧ୍ୟରେ ବିଶ୍ୱାସ ଓ ପାରସ୍ପରିକ ଭାବନା ଆଦାନ ପ୍ରଦାନ ହେବାରେ ସହାୟକ ହୋଇଥାଏ। ଏହା ମଣିଷର ରୁଚି ବା ବିଚାର ବୁଦ୍ଧି ସହିତ ଉଦାରବାଦୀ ଓ ଯୁକ୍ତିବାଦୀ ଚେତନାକୁ ମଧ୍ୟ ଅନୁପ୍ରାଣିତ କରିଥାଏ। ନିହାତି ଭାବରେ ଦେଖିବା ଏଇ ମଣିଷରେ ଯଦି ମଣିଷ ଭିତରେ ଏହି ପ୍ରକାର ରୁଚି ବୁଦ୍ଧି ସହିତ ଉଦାରବାଦୀ ଯୁକ୍ତି ଜାତି ହୋଇଥାଏ, ତାହେଲେ ଗଣତନ୍ତ୍ର ସଫଳତା ହେବା ପାଇଁ କେହି ରୋକିପାରିବେ ନାହିଁ। ଏବଂ ଏହିସବୁ ଯଦି ଆମେ ମାନିକି ଚଳିବା ଗୋଟାଏ ରାଷ୍ଟ୍ରରେ, ଏହିସବୁ ଯାହା ଆମର ମୁଖ୍ୟ ସବୁ ହେଡ଼ିଂ ପଏଣ୍ଟ ମାନଙ୍କୁ ଧରି ଆମେ ଚଳିବା, ତାହେଲେ ଗଣତନ୍ତ୍ର ନିହାତି ଭାବରେ ସଫଳତା ହୋଇପାରିବ। I will request to the student, please note this point. Okay, it is the very important for you. Okay, I will explain to you. ମନେ ରଖ, ଏଇଟା ଆମେ ଯଦି ଦେଖିବା ଏଇ ନିହାତି ଭାବରେ ଏଇଟା ଇମ୍ପୋର୍ଟାଣ୍ଟ ପଏଣ୍ଟ, ତାକୁ ମୁଁ ନିହାତି ଭାବରେ କଭର କରୁଛି। ସାର୍ବଜନୀନ ଉନ୍ନତ ଓ ସୁସ୍ଥ ଶିକ୍ଷା ବ୍ୟବସ୍ଥା ଜନସାଧାରଣ ଜ୍ଞାନ ସୂଚନା ଓ ବିଚାର ଶକ୍ତି ଯୁକ୍ତିବାଦୀ ଚେତନା ପ୍ରଦାନ କରେ, ଯାହା ଗଣତନ୍ତ୍ର ସଫଳତାର ଅପରିହାର୍ଯ୍ୟ। ଯଦି କହିବା କ'ଣ ଗୋଟେ ସାର୍ବଜନୀନ ଉନ୍ନତ ଓ ଶିକ୍ଷା ବ୍ୟବସ୍ଥା ଜନସାଧାରଣଙ୍କର ଜ୍ଞାନ ସୂଚନା ଏହିସବୁ ନିହାତି ଦରକାର ଗଣତନ୍ତ୍ର ସଫଳତା ହେବା ପାଇଁ। ଉଭୟ ଜନସାଧାରଣ ଓ ଜନପ୍ରତିନିଧିମାନଙ୍କର ଉଚ୍ଚ ନୈତିକ ଚରିତ୍ର ଗୁଣ ଗଣତନ୍ତ୍ରକୁ ସଫଳତା କରିଥାଏ। ନିହାତି ଭାବରେ କ'ଣ ଯଦି କହିବା ଉଭୟ ଜନସାଧାରଣ ଓ ପ୍ରତିନିଧିମାନଙ୍କର ନୈତିକ ଗୁଣକୁ ଗଣତନ୍ତ୍ର ସଫଳତା କରାଥାଏ। ସ୍ୱାଧୀନ ଓ ନିରପେକ୍ଷ ପ୍ରଗତିଶୀଳ ଗଣମାଧ୍ୟମ ଏକ ସଫଳ ଗଣତନ୍ତ୍ର ପାଇଁ ଜରୁରୀ। ନିହାତି ଭାବରେ ଯଦି ଦେଖିବା ସଫଳତା ଗଣତନ୍ତ୍ର ପାଇଁ ଏକ ମୁକ୍ତ ଏବଂ ସୁସ୍ଥ ଗଣମାଧ୍ୟମ ନିହାତି ରହିବା ଦରକାର। 2 ନମ୍ବର ପଏଣ୍ଟ ଦେଖିବା, ନେକ୍ସଟ ପଏଣ୍ଟ, କ୍ଷମତାର ବିକେନ୍ଦ୍ରୀକରଣ ଦ୍ୱାରା ଭ୍ରଷ୍ଟାଚାର ଓ ସ୍ୱୈଚ୍ଛାଚାର ଲୋପ ପାଏ ଏବଂ ଗଣତନ୍ତ୍ର ସଫଳ ହୁଏ। ଯଦି ଦେଖିବା କ'ଣ ଗଣତନ୍ତ୍ର ବା କ୍ଷମତାର ବିକେନ୍ଦ୍ରୀକରଣ ରହିବା ଦରକାର ଗଣତନ୍ତ୍ରରେ, ତେଣୁକରି କ'ଣ ଭ୍ରଷ୍ଟାଚାର ଓ ସ୍ୱୈଚ୍ଛାଚାର ଲୋପ ପାଇଥାଏ। ତାପରେ ନେକ୍ସଟ ଆମେ ଦେଖିବା ସୁସଂଗଠିତ ଦଳୀୟ ବ୍ୟବସ୍ଥା, ବିଶେଷ କରି ଦ୍ୱିଦଳୀୟ ବ୍ୟବସ୍ଥା ରାଜନୈତିକ ଅସ୍ଥିରତା ଦୂରୀ କରି ଦାୟିତ୍ୱ ଓ ସମ୍ପନ୍ନତା ସୃଷ୍ଟି କରେ, ଫଳରେ ଗଣତନ୍ତ୍ର ସଫଳ ହୁଏ। ନିହାତି ଭାବରେ ଦେଖିବା କ'ଣ ଦ୍ୱିଦଳୀୟ ବ୍ୟବସ୍ଥାରେ ଗଣତନ୍ତ୍ର ସଫଳତା ହୋଇଥାଏ। ମୌଳିକ ଅଧିକାର ଗୁଡ଼ିକ ଏକ ସୁସ୍ଥ ଓ ସଫଳ ଗଣତନ୍ତ୍ର ପରିଚୟକ। ନିହାତି ଭାବରେ ମୌଳିକ ଅଧିକାରକୁ ଯଦି ଆମେ ଉଲ୍ଲେଖ ଦେଖିବା, ତ ଗଣତନ୍ତ୍ରର ସଫଳତା ପାଇଁ ନିହାତି ଆବଶ୍ୟକ ପଡ଼ିଥାଏ। ଏକ ସ୍ୱାଧୀନ ଓ ନିରପେକ୍ଷ ନ୍ୟାୟାଳୟ ସଫଳ ଗଣତନ୍ତ୍ର ନିମନ୍ତେ ଆବଶ୍ୟକ ହୋଇଥାଏ। ଯଦି ଆମେ ଗଣତନ୍ତ୍ରକୁ ସଫଳତା କରିବା ପାଇଁ ମନୋବୃତ୍ତି କରିଥାଉ, ତାହେଲେ ନିହାତି ଭାବରେ ଆମର ସ୍ୱାଧୀନ ଓ ନିରପେକ୍ଷ ନ୍ୟାୟାଳୟ ରହିବା ଦରକାର। ଅର୍ଥନୈତିକ ସମାନତା ନଥିଲେ ଅସନ୍ତୋଷ ଓ ବିଦ୍ରୋହ ଯୋଗୁଁ ଗଣତନ୍ତ୍ର ସଫଳ ହେବ ନାହିଁ। ଯଦି ସମାଜରେ ଅର୍ଥନୈତିକ ସମାନତା ନଥିବ, ତାହେଲେ ଅସନ୍ତୋଷ ନିହାତି ଭାବରେ ଦେଖାଯିବ, ବିଦ୍ରୋହ ବି ମଧ୍ୟ ଦେଖାଯିବ, ତେଣୁ ଗଣତନ୍ତ୍ର ସଫଳ ହୋଇପାରିବ ନାହିଁ। ତେଣୁ ଆମକୁ କ'ଣ ଅର୍ଥନୈତିକ ସମାନତା ମଧ୍ୟ ନିହାତି ଭାବରେ ଦରକାର ପଡ଼ିଥାଏ। ଜନସାଧାରଣ ଆଗ୍ରହୀ ଓ ସଚେତନ ହେଲେ ଗଣତନ୍ତ୍ର ସଫଳ ହୋଇପାରିବ। ନିହାତି ଭାବରେ ଜନସାଧାରଣ ଏଠାରେ ଆଗ୍ରହୀ ହେବା ଦରକାର ଓ ସଚେତନ ମଧ୍ୟ ହେବା ଦରକାର। ତେଣୁ ସଚେତନ ହେଲେ ଗଣତନ୍ତ୍ର ସଫଳ ହୋଇପାରିବ। ଉନ୍ନତ ସାମାଜିକ ରାଜନୈତିକ ସାଂସ୍କୃତିକ ପରମ୍ପରା ସଫଳ ଗଣତନ୍ତ୍ରର ଅନ୍ୟତମ ମନ୍ତ୍ର ବୋଲି ଆମେ କହିପାରିବା। ଯଦି ଉନ୍ନତ ସମାଜ ରାଜନୈତିକ ଓ ସାଂସ୍କୃତିକ ପରମ୍ପରାକୁ ଆମେ ନେଇ ଚଳିବା, ତାହେଲେ ଗଣତନ୍ତ୍ର ନିହାତି ଭାବରେ ସଫଳ ହୋଇପାରିବ।